ସମସ୍ତଙ୍କୁ ଜୟ ଶ୍ରୀରାମ। ଚାଲନ୍ତୁ ଆଜି ଶୁଣିବା ହନୁମାନଙ୍କ ବିଷୟରେ। ପ୍ରଥମେ ଶୁଣିବା ହନୁମାନଙ୍କର 12 ଗୋଟି ନାମ। ତାପରେ ଶୁଣିବା ହନୁମାନଙ୍କର ପୂଜା ଏବଂ ତାର ବିଧି। ତାହେଲେ ଚାଲନ୍ତୁ ଶୁଣିବା। ଭଗବାନ ଆଉ କାହାକୁ କ'ଣ ଦେଇଛନ୍ତି ତାହା ଦେଖିବା ପାଇଁ ଆମେ ସମସ୍ତେ ଏତେ ବ୍ୟସ୍ତ ରହୁ ଯେ ଈଶ୍ୱର ଆମକୁ କ'ଣ ଦେଇଛନ୍ତି ତାହା ଦେଖିବା ପାଇଁ ଆମ ପାଖରେ ସମୟ ହିଁ ନଥାଏ। ମଣିଷ ଜୀବନରେ ଏତେ ସଂଘର୍ଷ କରୁଛୁ ଯେ ଆଧ୍ୟାତ୍ମିକ ବିଷୟରେ ଶୁଣିବାକୁ ହିଁ ସମୟ ମିଳିନଥାଏ। ତାପରେ ଶୁଣିବା ହନୁମାନ ବା ବଜରଙ୍ଗବଲୀଙ୍କର ବ୍ରତର ପୂଜାବିଧି। ହନୁମାନ ବଜରଙ୍ଗବଲୀଙ୍କର ବ୍ରତ ଲଗାତାର 21 ବାର କରିବା ଉଚିତ। ମଙ୍ଗଳବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ସାରି ସଫା ଲଗା ବସ୍ତ୍ର ପିନ୍ଧି ନିବୃତ୍ତ ହୋଇ ଈଶାନ କୋଣର ଉତ୍ତର ପୂର୍ବ ଦିଗରେ ହନୁମାନଙ୍କର ଆସ୍ଥାନ ତିଆରି କରିବେ। ଆସ୍ଥାନ ପାଖରେ ପ୍ରଥମେ ଗଙ୍ଗା ଜଳରେ ଧୋଇବେ। ତାପରେ ସେହି ଆସ୍ଥାନକୁ ବି ଗଙ୍ଗା ଜଳରେ ଧୋଇବେ। ତାପରେ ଆସ୍ଥାନରେ ଲାଲ କପଡ଼ା ବିଛାଇବେ। ତାପରେ ହନୁମାନଙ୍କର ମୂର୍ତ୍ତି ହେଉ ବା ଫଟୋ ହେଉ ସେହି ଭଗବାନଙ୍କୁ ବି ଗଙ୍ଗା ଜଳରେ ସେଇଟା ଫୁଲରେ ସ୍ନାନ କରାଇବେ। ଫୁଲରେ ସ୍ନାନ କରିସାରିବା ପରେ ଆସ୍ଥାନ ଦେଇଥିବା ଲାଲ କପଡ଼ା ଉପରେ ଫୁଲ ମନ୍ଦାର ଫୁଲ ଦେଇ ହନୁମାନଙ୍କୁ ଆସ୍ଥାନ ଉପରେ ବସାଇବେ। ତାପରେ ସେହି ଆସ୍ଥାନ ଉପରେ ଯେତିକି ହେବ ଶ୍ରଦ୍ଧା ଭକ୍ତି ସହିତ ଭୋଗ ପ୍ରସାଦ ଦେଇ ସଜେଇବେ। ଭଗବାନଙ୍କୁ ଅର୍ପଣ କରିବେ। ଦୀପ ଜଳାଇବେ। ଘିଅ ଧୂପ ହେଉ ବା ରାଶି ତେଲର ଦୀପ ହେଉ। କିନ୍ତୁ ରାଶି ତେଲ ହନୁମାନଙ୍କର ପ୍ରିୟ। ସେଥିପାଇଁ ରାଶି ତେଲ ଜଳାଇଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି। ସେହିପରି ଭାବରେ ହନୁମାନଙ୍କୁ ଆସ୍ଥାନ ଉପରେ ବସାଇ ତାଙ୍କୁ ପ୍ରଥମେ ସଂକଳ୍ପ କରିବେ କି ଭଗବାନ ମୁଁ ଏହି ବ୍ରତ ପାଳନ କରୁଛି। ମୋତେ ଶକ୍ତି ଦିଅନ୍ତୁ ଆଉ ଆପଣଙ୍କର ଆଶୀର୍ବାଦ ପ୍ରଦାନ କରନ୍ତୁ। ଏହିପରି ଭାବରେ ଆଶୀର୍ବାଦ ମାଗିବେ ଆଉ ସଂକଳ୍ପ କରିବେ। ତାପରେ ଯାଇ ଆସ୍ଥାନ ଉପରେ ବସାଇବେ। ତା ଉପରେ ଅକ୍ଷତ ରୋଲି ପୁଷ୍ପ ଲାଲ ମନ୍ଦାର ଅର୍ପଣ କରନ୍ତୁ। ତାପରେ ଚମଲି ତେଲ ବା ରାଶି ତେଲ ଦିଅନ୍ତୁ। ସିନ୍ଦୁର ମୂର୍ତ୍ତି ଉପରେ ଟିକିଏ ଢାଳି ଦିଅନ୍ତୁ। ତାପରେ ହନୁମାନଙ୍କୁ ଫୁଲ ଅର୍ପଣ କରନ୍ତୁ। ଅକ୍ଷତ ଫୁଲ ଦେଲେ ବହୁତ ପ୍ରସନ୍ନ ହୋଇଥାନ୍ତି। ହାତରେ ଧରି ଅକ୍ଷତ ଆଉ ଫୁଲ ହନୁମାନଙ୍କର ବ୍ରତ ଶୁଣନ୍ତୁ। ହନୁମାନ ଚାଳିଶା ପାଠ କରନ୍ତୁ। ସୁନ୍ଦରକାଣ୍ଡ ପାଠ କରନ୍ତୁ। ତାପରେ ହନୁମାନଙ୍କର ଭୋଗ ଲଗାଇଥିବେ। ତାପରେ ଆରତି କରନ୍ତୁ। ତାପରେ ବାବାଙ୍କୁ ନିଜ ମନର କଥା କହି ଶୁଣାନ୍ତୁ। ବାବା ନିଶ୍ଚୟ ଶୁଣିବେ। ତାପରେ ପ୍ରସାଦକୁ ସମସ୍ତଙ୍କୁ ବିତରଣ କରନ୍ତୁ। ଯଦି କିସ୍ମତ ସାଥ ଦେଉନି କି କୌଣସି କାମ ହେଉନି ବିଗିଡ଼ି ଯାଉଛି ତାହେଲେ ଶନିବାର ଦିନ ରାତ୍ରି ସନ୍ଧ୍ୟା ସମୟରେ 4 ମୁଖ ବାଲା ଦୀପରେ ଘିଅର ଦୀପ ଜଳାନ୍ତୁ ବା ରାଶି ତେଲର ଦୀପ ଜଳାନ୍ତୁ ଓ ଅଞ୍ଜନି ସୂର୍ଯ୍ୟାୟ ନମଃ କହି 101 ବାର ବା 108 ବାର ଜପ କରନ୍ତୁ। ଏପରି 121 ବାର କରିକି ଦେଖନ୍ତୁ। ତାହେଲେ ବାବାଙ୍କର ଆଶୀର୍ବାଦ ପଡ଼ିଥାଏ ଏବଂ ଘରର ନକାରାତ୍ମକ ସବୁ ଦୂରେଇ ଯିବ। ଦେଖିବେ ନିୟମିତ ଦୀପ ଜଳାନ୍ତୁ। ନିଶ୍ଚୟ ପରିବାରର ମଙ୍ଗଳ ହୋଇଥାଏ ଏବଂ ହନୁମାନଙ୍କର ଭକ୍ତି ଯଦି ଠିକ୍ ଥିବ ତାହେଲେ ଦର୍ଶନ ବି ଦେଇଥାନ୍ତି। ସେଥିପାଇଁ ରାତ୍ର ସମୟରେ 4 ମୁଖ ବାଲା ଦୀପରେ ଘିଅ ଦୀପ ଜଳାନ୍ତୁ ବା ହନୁମାନ ଚାଳିଶା ପାଠ କରନ୍ତୁ। ସୁନ୍ଦରକାଣ୍ଡ ପାଠ କରନ୍ତୁ। ଓଁ ସୂର୍ଯ୍ୟାୟ ନମଃ କହି ଓଁ ଅଞ୍ଜନି ପୁତ୍ରାୟ ସୂର୍ଯ୍ୟାୟ ନମଃ କହି 121 ବାର ଜପ କରନ୍ତୁ। ଦେଖିବେ ନିଶ୍ଚୟ ଭଗବାନଙ୍କର ଆଶୀର୍ବାଦ ପଡ଼ିବ ଆଉ ପରିବାରରେ ସୁଖ ଶାନ୍ତି ଆସିଯିବ। ସେଥିପାଇଁ ନିଜର ଶ୍ରଦ୍ଧା ଭକ୍ତି ସବୁବେଳେ ଠିକ୍ ରଖନ୍ତୁ। କାହାର
ଅନ୍ୟାୟ ଅତ୍ୟାଚାର ଭାବନ୍ତୁ ନାହିଁ। ଦେଖିବେ ଭଗବାନ ନିଶ୍ଚୟ ପ୍ରସନ୍ନ ହେବେ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି। ଜୟ ଶ୍ରୀରାମ।